ଦୁନିଆର ଶ୍ରେଷ୍ଠ 10ଟି ମହଙ୍ଗା ସହର। ଆପଣ ଜାଣନ୍ତି କି ବିଶ୍ୱର ଶ୍ରେଷ୍ଠ 10ଟି ମହଙ୍ଗା ସହର ସବୁ କିଏ? ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଭିଡ଼ିଓଟି ଦେଖିବା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରନ୍ତୁ। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ। ସମଗ୍ର ବିଶ୍ୱରେ ଏମିତି କିଛି ସହର ସବୁ ଅଛି ଯାହା ସେମାନଙ୍କ ଜୀବନଶୈଳୀ, ଅର୍ଥନୈତିକ ମହତ୍ତ୍ୱ ଏବଂ ଚମତ୍କାର ଭିତ୍ତିଭୂମି ପାଇଁ ପ୍ରସିଦ୍ଧ। କିନ୍ତୁ ଏହି ସବୁ ସହର ବିଶ୍ୱର ସବୁଠୁ ମହଙ୍ଗା ସହର ଶ୍ରେଣୀରେ ଆସିଥାନ୍ତି। ଏହି ସବୁ ସହର ଗୃହ, ପରିବହନ, ଖାଦ୍ୟ ଏବଂ ଜୀବନଶୈଳୀ ପରି ଅନେକ ଶ୍ରେଣୀରେ ସବୁଠୁ ଆଗରେ। ଆଜି ଆମେ ଆଲୋଚନା କରିବା ବିଶ୍ୱର ଶ୍ରେଷ୍ଠ 10ଟି ମହଙ୍ଗା ସହର ବିଷୟରେ। କାହିଁକି ସେମାନେ ବିଶ୍ୱରେ ଏତେ ମହଙ୍ଗା ଶ୍ରେଣୀର ସହର ଭିତରେ ଆସୁଛନ୍ତି। ସିଙ୍ଗାପୁର ତାଲିକାରେ ପ୍ରଥମେ ରହିଛି ସିଙ୍ଗାପୁର। ସିଙ୍ଗାପୁର ଯାହା ଆଧୁନିକତା ଏବଂ ଦକ୍ଷତାର ଶିଖରକୁ ପ୍ରତିପାଦିତ କରେ। ଏହାର ପରିଷ୍କାର ପରିଚ୍ଛନ୍ନତା ଏବଂ ଦୃଢ଼ ଅର୍ଥନୀତି ପାଇଁ ପରିଚିତ ସିଙ୍ଗାପୁର ଏକ ଉଚ୍ଚ ମାନର ଜୀବନ ଧାରଣ ପ୍ରଦାନ କରେ। ଏଥିପାଇଁ କିଛି ମୂଲ୍ୟ ଦେବାକୁ ପଡ଼ିଥାଏ। ସିଙ୍ଗାପୁରରେ ଗୃହ ଖର୍ଚ୍ଚ ବିଶ୍ୱରେ ସର୍ବାଧିକ। ଏକ ଆପାର୍ଟମେଣ୍ଟର ଭଡ଼ା ମାସକୁ ହଜାର ହଜାର ଡଲାରରେ ପହଞ୍ଚେ। ଖାଦ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚରେ ସିଙ୍ଗାପୁର ଉଚ୍ଚ ଶ୍ରେଣୀରେ। ମହଙ୍ଗା ଖର୍ଚ୍ଚ ସତ୍ତ୍ୱେ ସିଙ୍ଗାପୁର ଏକ ରଣନୈତିକ ଅବସ୍ଥାନ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ହେତୁ ସିଙ୍ଗାପୁର ଏକ୍ସପୋର୍ଟ ଏବଂ ବ୍ୟବସାୟ ପାଇଁ ଏକ ହବ୍ ଭାବେ ପାଲଟିଛି। ନ୍ୟୁୟର୍କ ସିଟି ୟୁଏସ୍ଏ ତାଲିକାରେ ଦ୍ୱିତୀୟରେ ରହିଛି ନ୍ୟୁୟର୍କ ସିଟି, ଯାହାକୁ କେବେ ଶୋଉନଥିବା ସହର କୁହାଯାଏ। ବିତ୍ତୀୟ ମହାଶକ୍ତି ରୂପରେ ଏହି ସହରକୁ ବେଶ୍ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଥାନ୍ତି। ଏହି ସହରର ମ୍ୟାନହଟନରେ ଏକ ଆପାର୍ଟମେଣ୍ଟର ଭଡ଼ାର ମୂଲ୍ୟ ବେଶ୍ ଅଧିକ। ଏପରିକି ଏକ ଛୋଟ ଷ୍ଟୁଡିଓ ଆପାର୍ଟମେଣ୍ଟର ମାସିକ ଭଡ଼ା $4000 ଅଧିକ ହୋଇଥାଏ। ଏଥିରେ ଖାଦ୍ୟ, ପାନୀୟ, ପରିବହନ ଏବଂ ମନୋରଞ୍ଜନର ଉଚ୍ଚ ମୂଲ୍ୟ ଯୋଡ଼ିଦେଲେ ଏହା ସ୍ପଷ୍ଟ ଯେ ନ୍ୟୁୟର୍କ ସିଟିରେ ରହିବା ପାଇଁ ବହୁତ ଅର୍ଥର ଆବଶ୍ୟକତା ଅଛି। ତଥାପି ଏହାର ସଂସ୍କୃତି, ସୁଯୋଗ ଏବଂ ଶକ୍ତି ଏହାକୁ ସ୍ୱତନ୍ତ୍ର କରିଦିଏ। ଟୋକିଓ ଜାପାନ ତାଲିକାର ତୃତୀୟରେ ରହିଛି ଜାପାନର ବ୍ୟସ୍ତବହୁଳ ରାଜଧାନୀ ଟୋକିଓ। ଟୋକିଓ ଏପରି ଏକ ସହର ଯେଉଁଠି ପାରମ୍ପରିକ ମନ୍ଦିର ସହ ଅତ୍ୟାଧୁନିକ ଆକାଶଛୁଆଁ ଅଟ୍ଟାଳିକାର ମିଶ୍ରଣ ଅଟେ। ଏଠାରେ ରହିବା ଖର୍ଚ୍ଚ ଘର ଓ ଖାଦ୍ୟ ଉପରେ ନିର୍ଭର କରିଥାଏ। ଟୋକିଓରେ ସ୍ଥାନ ଏକ ବିଳାସପୂର୍ଣ୍ଣ ଏବଂ ଆପାର୍ଟମେଣ୍ଟ ଗୁଡ଼ିକ କେବଳ ଛୋଟ ନୁହେଁ ବରଂ ମହଙ୍ଗା ମଧ୍ୟ। ସୁଲଭ ଖାଦ୍ୟ ଦୋକାନ, ରାମେନ୍ ଷ୍ଟୋର ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ସୁଶି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ଭୋଜନ ସାମିଲ। ଟୋକିଓର ଦକ୍ଷ ଜନସାଧାରଣ ପରିବହନ ବ୍ୟବସ୍ଥା ବାସିନ୍ଦାଙ୍କ ପାଇଁ ଖର୍ଚ୍ଚ ସନ୍ତୁଳନ କରିବାରେ ସାହାଯ୍ୟ କରେ, କିନ୍ତୁ ସାମଗ୍ରିକ ଭାବେ ଏହା ଏକ ମହଙ୍ଗା ସହର ଅଟେ। ଜେନେଭା ସୁଇଜରଲ୍ୟାଣ୍ଡ ତାଲିକାର ଚତୁର୍ଥରେ ରହିଛି ଜେନେଭା ସୁଇଜରଲ୍ୟାଣ୍ଡ। କୂଟନୈତିକ, ବିଳାସପୂର୍ଣ୍ଣ ଏବଂ ଶାନ୍ତିର ସମକକ୍ଷ ସହର। ଜେନେଭା ହ୍ରଦ କୂଳରେ ଅବସ୍ଥିତ ଏବଂ ଆଲ୍ପସ୍ ଦ୍ୱାରା ଘେରି ରହିଥିବା ଏହି ସୁଇସ୍ ସହର ବେଶ୍ ଚମତ୍କାର ଅଟେ। ଜେନେଭାର ଅଧିକ ଜୀବନଧାରଣ ଖର୍ଚ୍ଚ ଏହାର ଗୃହ, ସ୍ୱାସ୍ଥ୍ୟସେବା ଏବଂ ଭୋଜନ ଯୋଗୁଁ ହୋଇଥାଏ। ଏଠାରେ ବହୁ ଆନ୍ତର୍ଜାତିକ ସଂଗଠନର ଘର ଏହାର ଧନୀ ଜନସଂଖ୍ୟାରେ ଅବଦାନ ହୋଇଥାଏ। ହାଇ ଏଣ୍ଡ ରେଷ୍ଟୁରାଣ୍ଟ ଗୁଡ଼ିକରେ ଖାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସହଜରେ $100ରୁ ଅଧିକ ହେବା ସହିତ ଡାଇନିଂ ଆଉଟ୍ ମହଙ୍ଗା ହୋଇଥାଏ। ବହୁଳ ଖର୍ଚ୍ଚ ସତ୍ତ୍ୱେ ଜେନେଭା ସେହି ଲୋକଙ୍କ ପାଇଁ ସନ୍ତୁଷ୍ଟ ଜୀବନଶୈଳୀ ପ୍ରଦାନ କରେ ଯେଉଁମାନେ ଏହାକୁ ସମ୍ଭାଳି ପାରିବେ। ଜୁରିଚ୍ ସୁଇଜରଲ୍ୟାଣ୍ଡ ତାଲିକାର ପଞ୍ଚମରେ ରହିଛି ଜୁରିଚ୍ ସୁଇଜରଲ୍ୟାଣ୍ଡ। ଜୁରିଚ୍ ଅନ୍ୟ ଏକ ସୁଇସ୍ ସହର ଯାହା ବିଶ୍ୱର ସର୍ବୋଚ୍ଚ ଜୀବନଧାରଣର ମାନ୍ୟତା ପାଇଥାଏ। ବିଶ୍ୱର ଆର୍ଥିକ ହବ୍ ଭାବରେ ଜଣାଶୁଣା ଜୁରିଚ୍ ବହୁତ ବହୁରାଷ୍ଟ୍ରୀୟ ନିଗମ ଏବଂ ବ୍ୟାଙ୍କ ଗୁଡ଼ିକର ସ୍ଥାନ ଅଟେ। ଏଠାରେ ରହିବା ଖର୍ଚ୍ଚ ଗୃହ, ଭୋଜନ ଏବଂ ପରିବହନ ଦ୍ୱାରା ନିର୍ଦ୍ଧାରିତ। ଏପରିକି ଏଠାରେ ସାଧାରଣ ରାସନ ଖର୍ଚ୍ଚ ଅନ୍ୟ ୟୁରୋପୀୟ ସହର ତୁଳନାରେ ଯଥେଷ୍ଟ ଅଧିକ ହୋଇପାରେ। ତଥାପି ଜୁରିଚ୍ ସାଧାରଣ କାର୍ଯ୍ୟକ୍ଷମ ଏବଂ ସୁବିଧାଜନକ ଜନସାଧାରଣ ସ୍ଥାନ ସହିତ ଅଦ୍ଭୁତ ସୁବିଧା ପ୍ରଦାନ କରେ, ଯାହା ଖର୍ଚ୍ଚ ସତ୍ତ୍ୱେ ଏହା ଅନେକ ପାଇଁ ସ୍ୱପ୍ନ ସୃଷ୍ଟି କରେ। ହଂକଂ ତାଲିକାରେ ଷଷ୍ଠରେ ରହିଛି ହଂକଂ। ହଂକଂ ଏମିତି ଏକ ସହର ଯାହାକୁ ପ୍ରାୟତଃ ଏକ ଭୂଲମ୍ବ ମହାନଗର ଭାବରେ ବର୍ଣ୍ଣନା କରାଯାଏ। ଏହାର ଉଚ୍ଚ ଆକାଶଛୁଆଁ ଏବଂ ଜୀବନ୍ତ ଜୀବନଶୈଳୀ ପାଇଁ ଜଣାଶୁଣା। ହଂକଂ ମଧ୍ୟ ଏହାର ଅତ୍ୟଧିକ ଖର୍ଚ୍ଚ ପାଇଁ କୁଖ୍ୟାତ ଅଟେ। ସହରର ସୀମିତ ସ୍ଥାନ ଏବଂ ଅଧିକ ଜନସଂଖ୍ୟା ଘନତା ରିଅଲ ଇଷ୍ଟେଟ୍ ମୂଲ୍ୟକୁ ଚରମ ସ୍ତରକୁ ନେଇଛି। ଏପରିକି ଏକ ଛୋଟ ଆପାର୍ଟମେଣ୍ଟ ଗୁଡ଼ିକ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ।
डाइनिंग एवं परिवहन भली दैनंदिन खर्च मध्य हांगकांग को विश्वर सबुठु दामी सहर भाव परिणत करछि। तेल अविव इस्राएल तालिकार सप्तम रही तेल अविव। इस्राएल हेउछि अर्थनैतिक और सांस्कृतिक हब। यार सुंदर मनोरम बेलाभूमि, उन्नत वैषयिक दृश्य एवं उन्नत जीवनशैली पर जनाशुना। तेल अविव निकट किछि वर्ष रे बेस महंगा होई उठिछि। एठारे रियल इस्टेट मूल्य बेस आकाश छुआ होइछि। अनेक लोकों पई बाहर खाद्य बेस विलासपूर्ण अटे। ଏହି ଅଞ୍ଚଳ ଅନ୍ୟ ସହର ତୁଳନାରେ ଖାଦ୍ୟ ସାମଗ୍ରୀ ଏବଂ ପରିବହନ ଖର୍ଚ୍ଚ ମଧ୍ୟ ବେଶ ଅଧିକ। ଏହା ସତ୍ତ୍ୱେ ତେଲ ଅବିବ ଏହାର ଉତ୍ସାହଜନକ ପରିବେଶ ଯୋଗୁଁ ଯୁବ ବୃତ୍ତିଗତ ତଥା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି। ଲଣ୍ଡନ ୟୁନାଇଟେଡ୍ କିଙ୍ଗଡମ୍ ତାଲିକାର ଅଷ୍ଟମରେ ରହିଛି ଲଣ୍ଡନ। ଦୁନିଆର ଅନ୍ୟତମ ପ୍ରତିଷ୍ଠିତ ସହର ଭାବରେ ଲଣ୍ଡନ ଇତିହାସ, ସଂସ୍କୃତି ଏବଂ ଆଧୁନିକତାକୁ ଏକତ୍ର କରିଛି। ଲଣ୍ଡନରେ ହାଉସିଂ ହେଉଛି ସବୁଠାରୁ ବଡ଼ ଖର୍ଚ୍ଚ। केन्द्रीय अंचल भड़ा मूल्य विश्व स्तर में सर्वाधिक। साधारण परिवहन कार्यक्रम होगा सह बेस महंगा मध्य। अवश्य लंडन विश्वस्तरीय शिक्षा, स्वास्थ्य सेवा एवं वृत्तिगत सुजोग यहां विश्वर विभिन्न स्थान आसीथिबा लोकों पई एक आकर्षण केन्द्र रे परिणत करछि। सान फ्रांसिस्को युक्तराष्ट्र अमेरिका तालिकार नवम स्थान रही सान फ्रांसिस्को युक्तराष्ट्र अमेरिका। सान फ्रांसिस्को टेक इनोवेशन एवं उद्योग सहित समांतराल सहर। सिलिकन भैली हृदय भाव में सान फ्रांसिस्को केतक प्रभावशाली बुद्धिमत्ता व्यक्तित्व और सबुठु धनी व्यक्ति को आकर्षित करता है। यही चाहिदा गृह मूल्य को अविश्वसनीय स्तर को आनी। मध्यम धरणर घर मूल्य 1.5 बिलियन डॉलर रु अधिक होता है। भोजन, परिवहन एवं अन्य जरूरी जिनिस गुड़िक समान मूल्य होता है। तेबे सहरर सुजोग एवं जीवन शैली खर्च सत्वे यह अनेक एक आकांक्षित स्थान होइछि। प्यारिस फ्रांस शेष में 10म स्थान रही लाइट सिटी प्यारिस। रोमांस, फैशन एवं कला जनाशुना प्यारिस रही सबुठारु महंगा स्थान अटे। सेंट्रल प्यारिस रे घर अत्यंत व्ययबहुल एवं यार प्रसिद्धि बिस्ट्रो और काफे रे भोजन मूल्य शीघ्र बढ़ी पारे। अवश्य सहरर अपूर्व आकर्षण, संस्कृति, जीवनशैली लोक मान सुहाइब जो मैंने यह संभाली पारे। दर्शक बंधु, यह सब सहर होउछि दुनियार श्रेष्ठ 10टी सहर। प्रत्येक सहर एक नियारा जीवनशैली, समृद्ध संस्कृति एवं अपार सुजोग प्रदान करे। किंतु ए सब सहर बुलिबा पई बेस पैसा खर्च करिबा पड़ी पारे। आपण एठारे रहिबार स्वप्न देखंतु अबा बुलिबार। आज आम सहित योगदान करथिबार अनेक अनेक धन्यवाद। अधिक आकर्षणीय तथा आश्चर्यजनक विषयवस्तु आम सह जोड़ी रुहतु। आम चैनल को लाइक, शेयर, सब्सक्राइब करने भूलिबेनि। जय जगन्नाथ।